बर्तमान आम आसी पहुँचीछु गजपति जिला पारलाखेमुंडी सहर रे जे कि स्वर्गत ह्यूमान सागर वियोग रे वर्तमान आम आलोचना करने आम गहन मध्य अच्छा जे कि गजपति जिलार सुनाम धन्य सुकंठ शिल्पी जगजीवन जेना यही स्वर्गत ह्यूमान सागर विषय किसी आलोचना करने आम बर्तमान गहन उपस्थित धन्य स्वर्गत ह्यूमान सागर से आज आम गहन मध्य ना तो आपण मानकर आग को कौन लक्ष्य थिला आ वर्तमान जितेबले से आम गहन रु चलीगले आपण माने कौन अनुभव कर प्रथमे मु दर्शक बंधु मान नमस्कार ज्ञापन करुछि। नमस्कार। ह्यूमान सागर मु जहाँ सहित काम करिछि देखी जानी से एक उच्च कोटिर गायक केवल गायक नुह एक उत्तम मनुष्य मध्य कथबार्ता आचार व्यवहार अति नम्रतार परिचय दिए। तांकरी नम्रता स्वभाव हेतु से आज एक उच्च कोटिर कलाकार भाव में ओडिशा सारा सुपरिचित। ओडिशा पाइथिला एक हीरा को जो हीरा आज आम ठारू दूरी जाइछि जार अंत ही अति दुखद विषय। जितेबले सहित कार्य करूथिलु गर्वर सहित आमे कहूथिलु जे आम पिला आम छुआ जड़े ओडिशा पाई प्रतिनिधित्व करुछन्ति संगीत जगतर एक अन्यतम प्रतिभा। आज ओडिशा संगीत जगत एक दक्ष एक ऑलराउंडर कहले अत्युक्ति जे कि सैड सॉन्ग भी गाउथिले, रोमांटिक गीत गाउथिले, डेवोशनल सॉन्ग गाउथिले, पुणी अनेक हिट गीत से ओडिशावासी हृदय रे आज छाड़ी जाइछन्ति। निश्चय आम एक रतन हराइछु। मुझे कहवाक चाहे जे आम जितेबले आम ओडिशा संगीत जगत गीत प्रस्तुत करुथिले बाहर गायक मानू आनी गीत सब प्रस्तुत करा किंतु ह्यूमान सागर रो आविर्भाव परे आ बाहर गायक मानू आनिबार आवश्यकता पड़ुनथिला। एणु ह्यूमान सागर टैलेंट जेपरी थिला तांकर व्यक्तित्व मध्य सेपरी उच्च कोटिर थिला। आज हृदय रे आघात लागिथि हराई ओडिशा संगीत जगत आज ओडिशा सारा प्रति घरे घरे तांकरी फैन गुड़ाक मध्य दुखद विषय घटी से एक उच्च कोटिर गायक हेले कारण परमेश्वर सेटा वरदान देते। मु साक्षात बेले प्रथम साक्षात आम 2015 जिते बेले गीत करूँ कटकर सिम्फनी स्टूडियो रे जिते कहली भाई ये जो स्वर आपण पाई ईश्वर दान तेणु ईश्वर निमंते आपणार दान को व्यवहार करंतु। किंतु व्यक्तिगत पारिवारिक परिस्थिति हेतु से आम आज चली जाती कम बयस। मु चिंता करुथी पाखरे अनेक प्रतिभा थिला आ बहुत वर्ष पर्यंत
ସେ ଓଡ଼ିଶାର ସଙ୍ଗୀତ ଜଗତର ପ୍ରତିନିଧିତ୍ୱ କରିବେ। କିନ୍ତୁ କ'ଣ କରିବା, ଅତି ଦୁଃଖର ବିଷୟ, ଆଜି ଆମେ ଏକ ପ୍ରତିଭାକୁ ହରାଇଛୁ। ନିଶ୍ଚୟ ଆମର ଯୋଜନା ଥିଲା ଆସନ୍ତା ପର୍ବପର୍ବାଣୀ ସମୟରେ ତାଙ୍କ ଦେଇ କିଛି ଗୀତ ଆମମାନେ ପ୍ରସ୍ତୁତ କରିବୁ ବୋଲି। ଆମମାନଙ୍କର ସ୍ୱପ୍ନ ଅଧୁରା ରହିଗଲା। ଆମେ ଏବେ ବି ଅତୃପ୍ତ, ଯାହା ତାଙ୍କଠାରୁ ଆଉ କିଛି ଆମେ ପାଇବାର ଆଶା ଥିଲା, ଓଡ଼ିଶାବାସୀ ପାଇବାର ଆଶା ଥିଲା। ଆଉ ଖ୍ରୀଷ୍ଟିଆନ ଜଗତରେ ମଧ୍ୟ ସେ ଘରେ ଘରେ ପରିଚିତ। ଏଣୁ କଷ୍ଟ ଲାଗୁଛି ଯେ ଆମେ କିଛି ଏକ ଅଙ୍ଗକୁ, ଆପଣାର ସମ୍ପର୍କୀୟ ବନ୍ଧୁକୁ ହରାଇଲା ଭଳିଆ ଲାଗୁଛି। କିନ୍ତୁ ଚିନ୍ତା କରୁଥିଲି, ଭାବୁଥିଲି, ଖବର ଶୁଣିବା ସାଙ୍ଗେ ସାଙ୍ଗେ ଅସ୍ଥିର ଲାଗିଲା, ବିଚଳିତ ଲାଗିଲା ଯେ କ'ଣ ହେଇଗଲା। ଓଡ଼ିଶା ସଙ୍ଗୀତ ଜଗତ ହୀରାକୁ ହରାଇଛି, ଯିଏକି ଓଡ଼ିଶା ସଙ୍ଗୀତ ଜଗତର ନମ୍ବର 1 ଗାୟକ ଥିଲେ। ତାଙ୍କରି ଉପସ୍ଥିତି, ମାନେ ସଙ୍ଗୀତ ନିର୍ଦ୍ଦେଶକ, ରଚକ, ପୁଣି ସେ ସମାବେଶକୁ ରେକର୍ଡିଂ ଷ୍ଟୁଡିଓ ଭିତରେ ଏକ ଭିନ୍ନ ଧରଣର ବାତାବରଣ ସୃଷ୍ଟି କରୁଥିଲେ। ଯଦି କହିବାକୁ ଯିବା, ଏମିତି କ'ଣ ତାଙ୍କ ସ୍ୱରରେ ଥିଲା ଯାହା ଫଳରେ ସାରା ଓଡ଼ିଶାବାସୀ ତାଙ୍କୁ ଏତେ ପ୍ରେମ କରୁଥିଲେ? ମୁଁ ଗୋଟେ କଥା କହିବି, ତାଙ୍କ ସ୍ୱରରେ ଏକ ମାଧୁର୍ଯ୍ୟ ଥିଲା, ଯୋଉଟାକି ହୃଦୟକୁ ଜିତି ପାରୁଥିଲା। ଭାଷା ନାହିଁ କହିବାକୁ। ତାଙ୍କରି ବ୍ୟକ୍ତିତ୍ୱ ସହିତ ତାଙ୍କରି ଟ୍ୟାଲେଣ୍ଟ, ମୁଁ ପ୍ରଥମେ କହିଲି ଯେ ସ୍ୟାଡ୍ ସଙ୍ଗ ବି ଅତି ଚମତ୍କାର ଶୈଳୀରେ ସେ ଗାଆନ୍ତି, ରୋମାଣ୍ଟିକ ଗୀତ ଅତି ମଧୁର ଭାବଭଙ୍ଗୀରେ ସେ ଗାଆନ୍ତି। ଆଉ ପରିବେଶକୁ, ବାତାବରଣକୁ ତାଙ୍କରି କୌତୁକିଆ କେତେ କଥାବାର୍ତ୍ତାରେ ସେ ଚଳଚଞ୍ଚଳ କରିଦେଉଥିଲେ। ଏଣୁ ଆମେ ଓଡ଼ିଶା ସଙ୍ଗୀତ ଜଗତର ବହୁତ ବଡ଼ କ୍ଷତି ହେଇଛି। ମୁଁ ଚିନ୍ତା କରୁଛି ସଙ୍ଗୀତ ଜଗତର ଏକ ଶୂନ୍ୟ ସ୍ଥାନ ହେଇଯାଇଛି, ଯାହାକି ତାଙ୍କ ଦ୍ୱାରା ହିଁ ପୂରଣ ହେଇପାରିବ। ମୁଁ ଆଶା କରୁଥିଲି ଅନେକ କିଛି ଆଉ ବାକି ରହିଗଲା। ଆଜି ଅନେକ ୟୁଟ୍ୟୁବର ଚ୍ୟାନେଲ ଗୁଡ଼ାକ ତାଙ୍କ ନାମରେ ଚାଲୁଥିବା, ତାଙ୍କ ଗୀତର ଭାବ, ଭଙ୍ଗ, ଶୈଳୀ, ମଧୁରତା, ଏସବୁ ଦର୍ଶକ ଶ୍ରୋତାମାନଙ୍କୁ ବାନ୍ଧି ରଖୁଥିଲା, ଘରେ ଘରେ ପରିଚିତ। ଦୁଃଖର ବିଷୟ, ହୃଦୟରେ ଆଘାତ ଲାଗିଛି। କିନ୍ତୁ ମୁଁ ଏତିକି କହିବି, ତାଙ୍କ ମାଙ୍କ ନିମନ୍ତେ ଆମେ ପ୍ରାର୍ଥନା କରିବା, ଯେମିତି ସେ ଶାନ୍ତି ସ୍ୱାନ୍ତନା ପାଇବ, ପରମେଶ୍ୱର ଯେପରି ତାଙ୍କୁ ସ୍ୱର୍ଗୀୟ ଶାନ୍ତି ସ୍ୱାନ୍ତନା ପ୍ରଦାନ କରିବେ। ଯାହାକି ଆମେ ଶୁଣିପାରୁଥିଲୁ କି ତାଙ୍କର କଣ୍ଠ ଏବଂ ତାଙ୍କର ସ୍ୱର ଦ୍ୱାରା ସାରା ଓଡ଼ିଶା ସମସ୍ତେ ତାଙ୍କ ସଙ୍ଗୀତରେ ବାନ୍ଧି ହେଇଯାଉଥିଲେ। ତେବେ ବର୍ତ୍ତମାନ ଯେତେବେଳେ ତାଙ୍କ ବିୟୋଗରେ ସାରା ଓଡ଼ିଶା ତ କହିବେନି, କିନ୍ତୁ ସାରା ଭାରତ ବର୍ଷରେ ବର୍ତ୍ତମାନ ଚର୍ଚ୍ଚାରେ ହ୍ୟୁମାନ ସାଗର। କିନ୍ତୁ ସେ ଆଜି ଯେଉଁ ସଙ୍ଗୀତ ଲୋକମାନଙ୍କର ସମ୍ମୁଖରେ ଯେଉଁ ଗୀତ ଗାଉଥିଲେ, ଲୋକମାନେ ଏତେ ଉତ୍ସାହିତ ହେଉଥିଲେ ଶୁଣିବା ପାଇଁ। ଆଉ ପ୍ରତ୍ୟେକ ଯେତେବେଳେ ମୋବାଇଲ ଆପଣମାନେ ଖୋଲିବେ, ହ୍ୟୁମାନ ସାଗରଙ୍କ ଗୀତ ହିଁ ଫ୍ରଣ୍ଟକୁ ଆସୁଥିଲା। ତେବେ ଏମିତି କ'ଣ ରହିଗଲା, ସେ ଯାହା ଛାଡ଼ି ଦେଇଗଲେ, ତ ଓଡ଼ିଶାବାସୀ ତାଙ୍କ ପଛରେ ପଡ଼ିଛନ୍ତି। ତ ବର୍ତ୍ତମାନ ଏମିତି ଆଉ କଣ୍ଠଶିଳ୍ପୀ ପାଇବେ ବୋଲି ଆଶା ରଖୁଛନ୍ତି କି? ମୋ ଚିନ୍ତାରେ ଅସମ୍ଭବ ଲାଗୁଛି। ମାନେ ସେ ଗୋଟେ ଅଲରାଉଣ୍ଡର ସିଙ୍ଗର। ଯଦି କହିବାକୁ ଗଲେ ଫିଡବ୍ୟାକ୍ ସିଙ୍ଗର ବୋଲି ମଧ୍ୟ ତାକୁ କୁହାଯାଏ। ସେ ତାଙ୍କ ଭଳି କଳାକାର ଆଉ
ସଙ୍ଗୀତ ଜଗତରେ ପାଇବା ଅତି ଦୁର୍ଲଭ ଲାଗୁଛି, କଷ୍ଟ ଲାଗୁଛି। ଏତେ ସହଜରେ ଏତେ ଶୀଘ୍ର ସେମିତି ଗୋଟେ ସୁମଧୁର ଗାୟକ ପାଇବା ଦୁର୍ଲଭ ଲାଗୁଛି। ତ ଏଇଠି ମାନେ ସାରା ଓଡ଼ିଶାବାସୀଙ୍କୁ ଆମେ ଜଣେଇଦେବା ଚାହୁଁଛୁ ଯେ ଏକ 34 ବର୍ଷ ବୟସରେ ଯାହାକି 10 ବର୍ଷ ମଧ୍ୟରେ ନିଜର କ୍ୟାରିୟରକୁ ସେ ଆରମ୍ଭ କରିଥିଲେ, 10 ବର୍ଷ ମଧ୍ୟରେ ତାର ପରିଚୟ ସୃଷ୍ଟି କରିଥିଲେ। କିନ୍ତୁ ତେବେ ଦେଖାଯାଉ ଏ ପ୍ରକାର ସିଙ୍ଗର ବା କଳାକାରକୁ ତାହା ଓଡ଼ିଶାବାସୀ କେବେ ଆପଣାଇବ ଏବଂ କିଏ ଓଡ଼ିଶାରେ ପୁନର୍ବାର ଏ ପ୍ରକାର ସୁମଧୁର କଣ୍ଠରେ ଲୋକମାନଙ୍କୁ ଆଶ୍ୱାସନା ଦେବ, ସୁମଧୁର କଣ୍ଠରେ ଦେବ, ଯୋଉଦ୍ୱାରା ଲୋକମାନେ ଶୁଣିବେ ଏବଂ ଉତ୍ସାହିତ ହେବେ, ତାହା ହିଁ ଦେଖିବାକୁ ବାକି ରହିଲା। ଗଜପତି ଜିଲ୍ଲା ପାଳଖେମୁଣ୍ଡିରୁ ସନ୍ତୋଷ କୁମାର ପାଲ, ଓଡ଼ିଶା ଜନତା ଟିଭି।